ଆଜିର ଦିନ ସମସ୍ତଙ୍କ ପାଇଁ ନିଶ୍ଚିତ ମନେ ରହିବ, କାରଣ ଏହା ହେଉଛି ବ୍ଲାକ୍ ସଣ୍ଡେ ବା କଳା ରବିବାର। ଦର୍ଶକ ବନ୍ଧୁ, ଆମେ କଳା ରବିବାର କହିବାର କାରଣ ହେଉଛି ଆଜି ଅନେକ ଘରେ ଦୁଃଖର କଳା ବାଦଲ ଘେରି ଯାଇଛି। କାହାର ପୁଅ ଏ ଦୁନିଆ ଛାଡ଼ି ଚାଲିଯାଇଛି ତ କାହାର ଭାଇ ଏ ଦୁନିଆ ଛାଡ଼ି ଚାଲିଯାଇଛି। ଗୋଟିଏ ଦିନରେ ଦୁର୍ଘଟଣାରେ ଚାଲିଗଲା 3 ଅମୂଲ୍ୟ ଜୀବନ। କେଉଁଠି ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିବା ଖବର ମିଳିଛି ତ କେଉଁଠି ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ତେବେ ଆସିକା ଓ ବାସୁଦେବପୁରରେ ଦୁର୍ଘଟଣା ଘଟି 3 ଜଣଙ୍କ ଜୀବନ ଯାଇଛି। ଆସିକା ନିକଟରେ ବସ୍ ସ୍କୁଟି ମୁହାଁମୁହିଁ ଧକ୍କା ହୋଇ 2 ଜଣ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି। କୋଟିନଡ଼ା ଥାନା କଲେଜ ଛକ ଡିପଲ ସ୍କୁଲ ନିକଟରେ ଘଟିଛି ଦୁର୍ଘଟଣା। ଭୋରୁ ସମୟରେ ଆସିକାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଘରୋଇ ବସ୍ ସହ ବିପରୀତ ଦିଗରୁ ଆସୁଥିବା ସ୍କୁଟି ଧକ୍କା ହୋଇଥିଲା। 2 ସ୍କୁଟି ଆରୋହୀ ଗୁରୁତର ହୋଇଥିଲେ। ଫଳରେ ତାଙ୍କୁ ଆସିକା ମେଡିକାଲକୁ ଅଣାଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। 2 ମୃତକ ବ୍ରହ୍ମପୁର ଗୋସାଣୀ ନୂଆଗାଁ ଅଞ୍ଚଳର କେ ରାଜେଶ ଓ କୁନାଲ ସାହୁ ବୋଲି ଜଣାପଡ଼ିଛି। ଏପଟେ ଧାମରା ବାସୁଦେବପୁର ରାସ୍ତାର ହାବାଲି ସାହି ଛକ ନିକଟରେ ଦୁର୍ଘଟଣା ଘଟି ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଧାମରାରୁ ବାସୁଦେବପୁର ଅଭିମୁଖେ ଆଇରନ୍ ଖାଲି କରି ଆସୁଥିବା ଏକ ଟ୍ରକ୍ ଆଉ ଗୋଟିଏ ଟ୍ରକ୍କୁ ଧକ୍କା ଦେଇଥିଲା। ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା ଏବଂ ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଯାଜପୁର ଟାଉନରେ ମଧ୍ୟ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଡ୍ରାଇଭର ଓ ହେଲ୍ପର। ଏଠାରେ ଏକ ବ୍ରଏଲର କୁକୁଡ଼ା ଗାଡ଼ି ଓଲଟି ପଡ଼ିଥିଲା। ଏଭଳି ଦୁର୍ଘଟଣା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଛନ୍ଦାମୁଣ୍ଡ ସିଂହପୁର ମୁଖ୍ୟ ରାସ୍ତା ନିକଟରେ ଦେଖିବାକୁ ମିଳିଥିଲା। ସୂଚନା ମୁତାବକ ଆଜି ଭୋରୁ ଓଲାଭୋରରୁ ସିଂହପୁର ଅଭିମୁଖେ ଆସୁଥିବା କୁକୁଡ଼ା ଗାଡ଼ି ଘନ କୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଡ୍ରାଇଭର ଓ ହେଲ୍ପର ସାମାନ୍ୟ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଜରି ବିଟ୍ ହାଉସର ଅଧିକାରୀ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି। ସେହିପରି କାମାକ୍ଷାନଗର ତୁମୁସିଙ୍ଗା ଥାନା କମଗରା ବ୍ରାହ୍ମଣୀ ବ୍ରିଜରେ ମଧ୍ୟ ଦୁର୍ଘଟଣା ଘଟିଛି। ବସ୍କୁ ଏକ ଡମ୍ପର ଧକ୍କା ଦେବା ଫଳରେ 2 ଜଣ ବସ୍ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ତୁମୁସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଜାମ୍କୁ ହଟାଇଥିଲା। ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ବସ୍ରେ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବା ପୋଲିସ ତରଫରୁ କୁହାଯାଇଛି। ତେବେ ଆଜିର ଏହି ଦିନ ଅନେକ ପରିବାରଙ୍କ ପାଇଁ କଳା ରବିବାର। ଏଭଳି ଅନେକ ସ୍ଥାନରେ ଯେଉଁ ଦୁର୍ଘଟଣା ଘଟିଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଆସିକାରୁ ବାଲ୍ମୀକି ବିଶୋଇ, ଯାଜପୁର ଟାଉନରୁ ଦେବାଶିଷ ସାହୁ, ବାସୁଦେବପୁରରୁ ସତ୍ୟକାନ୍ତ ନାୟକ, ଦଶପଲ୍ଲାରୁ ପ୍ରିୟବ୍ରତ ଆଚାର୍ଯ୍ୟ ଏବଂ କାମାକ୍ଷାନଗରରୁ ସଦାଶିବ ସେଠୀଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।